ଆଜିର ପଞ୍ଚାଙ୍ଗ ଆଜି 2026 ଅଗଷ୍ଟ ମାସ 15 ତାରିଖ ଓଡ଼ିଆ ଶ୍ରାବଣ ମାସ 30 ଦିନ ଶନିବାର ଶୁକ୍ଳ ପକ୍ଷ ତୃତୀୟା ତିଥି ଯାହା ରାତ୍ରି 7:08 ପର୍ଯ୍ୟନ୍ତ ରହୁଛି। ତାପରେ ଚତୁର୍ଥୀ ତିଥି ଆରମ୍ଭ ହେଉଛି। ଆଜି ପୂର୍ବ ଫାଲ୍ଗୁନୀ ନକ୍ଷତ୍ର ଯାହା ପ୍ରାପ୍ତ 5:50 ପର୍ଯ୍ୟନ୍ତ ରହୁଛି। ତାପରେ ଉତ୍ତର ଫାଲ୍ଗୁନୀ ନକ୍ଷତ୍ର ଆରମ୍ଭ ହେଉଛି। ଆଜି ସିଂହ ରାଶିରେ ଚନ୍ଦ୍ର ଯାହାକି ଦିବା 11:46 ପର୍ଯ୍ୟନ୍ତ ରହୁଛି। ତାପରେ ଚନ୍ଦ୍ର କନ୍ୟା ରାଶିରେ ଅବସ୍ଥାପନ କରିବେ। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି ଯାହା ପ୍ରାପ୍ତ 5:24 ସେଇଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 6:13 ଆଜି ଯୁଗ୍ନି ରହିଛି ଅଗ୍ନି କୋଣରେ ରାତ୍ରି 7:08 ପରେ ଯୁଗ୍ନି ନୈಋତ କୋଣରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି କର୍କଟ ରାଶି ବ୍ୟକ୍ତି ଏବଂ ମକର ରାଶି ବ୍ୟକ୍ତି ଯାହା ଦିବା 11:46 ପର୍ଯ୍ୟନ୍ତ। ତାପରେ ଘାତ ଚନ୍ଦ୍ର ବୃଷ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ବୃଷ ରାଶି ବ୍ୟକ୍ତି, ସିଂହ ରାଶି ବ୍ୟକ୍ତି ଏବଂ କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ଏକ ପାଦ ପୁଷ୍କର ଦୋଷ ଯାହା ପ୍ରାପ୍ତ 5:50 ପର୍ଯ୍ୟନ୍ତ। ତାପରେ ଦୁଇ ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି ଯାହାକି କୃଷି ସନ୍ତାନ ହାନି ତତ୍ସହିତ ବଂଶ ହାନି। ଆଜି ତୃତୀୟାରେ ଶ୍ରାଦ୍ଧ ନିଷିଦ୍ଧ ଖାଦ୍ୟ ରହିଛି ପୁଟୁଳ ତତ୍ସହିତ ମୂଳା ଭୋଜନ ନିଷେଧ ରହିଛି। ଆଜି ହଉଛି 80ତମ ସ୍ୱାଧୀନତା ଦିବସ। ଆଜିର ଅଶୁଭ ବେଳା ଯାହା ପ୍ରାପ୍ତରୁ ଦିବା 7:14 ରହିଛି କାଳ ବେଳା। ସେଇଭଳି ପୁଣି ଅପରାହ୍ନ 4:22 ଅପରାହ୍ନ 6:13 ରହିଛି କାଳ ବେଳା। ସେଇଭଳି ଦିବା 8:39 ଦିବା 10:15 ରହିଛି ରାହୁ କାଳ। ସେଇଭଳି ଦିବା 1:18 ଦିବା 2:56 ରହିଛି ବାର ବେଳା। ସେଇଭଳି ସୂର୍ଯ୍ୟାସ୍ତରୁ ରାତ୍ରି 7:17 ରହିଛି କାଳରାତ୍ରି। ପୁଣି ଶେଷ ରାତ୍ରି 4:09 ଶେଷ ରାତ୍ରି 5:24 ରହିଛି କାଳରାତ୍ରି। ତେଣୁ ଏହି ଅଶୁଭ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା ଯାହା ଦିବା 10:16 ଦିବା 1:17 ରହିଛି ଶୁଭ ବେଳା। ସେଇଭଳି ରାତ୍ରି 8:39 ରାତ୍ରି 10:47 ରହିଛି ଶୁଭ ବେଳା। ସେଇଭଳି ରାତ୍ରି 12:45 ରାତ୍ରି 1:46 ରହିଛି ଶୁଭ ବେଳା। ସେଇଭଳି ରାତ୍ରି 2:32 ଶେଷ ରାତ୍ରି 4:03 ରହିଛି ଶୁଭ ବେଳା। ତେଣୁ ଏହି ସମୟରେ ଯେକୌଣସି ଶୁଭ କାର୍ଯ୍ୟ କରିପାରିବେ।